ମୋ ନାଁ ହଉଛି ହିରଣ୍ୟ କୁମାର ବିଶ୍ୱାଳ, ମେଳକ ଗ୍ରାମବାସୀର ଜଣେ ଅଧିବାସୀ। କଣ କହିବେ ଆପଣଙ୍କର ଏଇ ଯେ କଳସ ଯାତ୍ରା ଆଜି ଅନୁଷ୍ଠିତ ହେଇଛି, କଳସ ଯାତ୍ରା କେତେ ଦିନ ଧରି ଅନୁଷ୍ଠିତ ହଉଛି, କେତେ ବର୍ଷ ଧରି ଅନୁଷ୍ଠିତ ହେଲା? ଜୟ ଶ୍ରୀ ଜଗନ୍ନାଥ। ସର୍ବପ୍ରଥମେ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରୁଛି। ଏ ଗୋଟେ ମହାନ ଚିନ୍ତାଧାରା ନେଇକି ଆମେ ଆରମ୍ଭ କରିଥିଲୁ। ଏଟା 2 ବର୍ଷରେ ଆମେ ପାଳନ କରୁଛୁ ଘୃତ ଯଜ୍ଞ ଏବଂ ନାମ ଯଜ୍ଞ। ଏହାର ମହାନ ଉଦ୍ଦେଶ୍ୟ ହେଉଛି ଜଗତର କଲ୍ୟାଣ। କେବଳ 2 ଗ୍ରାମର ଅଧିବାସୀଙ୍କୁ ନେଇ ଏ ଗୋଟେ ମହାନ ଆୟୋଜନ ଆମେ କରିଛୁ। କେବଳ ସମସ୍ତଙ୍କର ମଙ୍ଗଳ କାମନା ପାଇଁ ନୂଆ ବର୍ଷ ସମସ୍ତଙ୍କର ଭଲରେ କଟୁ। ପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ସମସ୍ତେ 2025 ଭଲରେ ବିତୁ। ଏତିକି ଆମର ଏଇ ଉଦ୍ଦେଶ୍ୟ। ଆଜି କେତେ କଳସ ଯାତ୍ରାରେ କେତେ ମା ମାନେ ସାମିଲ ହେଇଛନ୍ତି ଏବଂ କୋଉଠି କୋଉ ଜାଗାରେ ପାଣି ନେଇ ଆସିଛନ୍ତି? এটা ଆପଣଙ୍କର କଳସ ଯାତ୍ରା ଗତ ବର୍ଷ ଆମେ କରିଥିଲୁ। ଗତ ବର୍ଷ 300ରୁ ଉର୍ଦ୍ଧ୍ବ ଯୋଉ ମା ମାନେ ସାମିଲ ହେଇଥିଲେ। ଏ ବର୍ଷ ମଧ୍ୟ 300ରୁ ଉର୍ଦ୍ଧ୍ବ ମା ମାନେ ସାମିଲ ହେଇଛନ୍ତି ଏବଂ ଆମର ଯୋଉ ନର୍ମଦେଶ୍ୱର ମହାଦେବ ଅଛନ୍ତି ମଥାନୀ ରେ, ସେଠି ଆମେ ଜଳକା ପୁଲଠୁ ଦୀର୍ଘ ପାରେ 2 କିଲୋମିଟର ଅଧିକା ଆମର ଏଇ ଯାତ୍ରା ସକାଳ 7ଟାରୁ ଆରମ୍ଭ ହେଇଥିଲା ଏବଂ ଏଇ ନର୍ମଦେଶ୍ୱର ମହାଦେବଙ୍କ ଉପରେ ଆମେ ଜଳ ଢାଳି ପୁଣି ଆଉ ଥରେ ଆମର ଯୋଉଠି ନାମ ଯଜ୍ଞ ହଉଛୁ ସେଠିକି ଫେରିଯିବୁ। ଏଇ ପ୍ରକାର ବ୍ୟବସ୍ଥା ଆମର ଆଜି ଅଛି ଏବଂ ଆଜି ସନ୍ଧ୍ୟା ବେଳକୁ ନାମ ଯଜ୍ଞର ଉଦ୍ଯାପନୀ ହେବ ଏବଂ 11ଟାରୁ ଦିନ 4ଟା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଆମେ ମଧ୍ୟ କରିଛୁ। ଆୟୋଜନ ସମାଜକୁ ବାର୍ତ୍ତା ଦଉଛୁ ଏହା ଯେ ସମସ୍ତେ ଆସନ୍ତୁ। ଏଇ ଯୋଉ ମହାନ ଯଜ୍ଞ ଆମେ ପରିକଳ୍ପନା କରିଛୁ, ଘୃତ ଯଜ୍ଞ, ନାମ ଯଜ୍ଞ, ଏଇ ଯୋଉ ଆଧ୍ୟାତ୍ମିକ ଚିନ୍ତାଧାରା ସେୟା ନେଇ ପ୍ରଭୁ ଜଗନ୍ନାଥଙ୍କ ଠାରେ ସମସ୍ତେ ଟିକେ ପ୍ରାର୍ଥନା କରିବା। ସମସ୍ତେ ଏଇ ନୂତନ ବର୍ଷ ସମସ୍ତଙ୍କର ଭଲରେ ବିତୁ। ଆଉ ସମସ୍ତଙ୍କୁ କହିବି ଆସନ୍ତୁ ସମସ୍ତେ ମିଶି ଏଇ ଯୋଉ ମହା ଆନନ୍ଦରେ ଏଇ ପର୍ବକୁ ପାଳନ କରିବା, ନୂଆ ବର୍ଷକୁ ବିତେଇବା ଆଧ୍ୟାତ୍ମିକ ଚିନ୍ତାଧାରାରେ।